ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ ଯଦି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ 8 ମାର୍କର ପ୍ରଶ୍ନ ଆସେ, ତାହେଲେ ଏଠି ଯେଉଁ 6ଟି ପଏଣ୍ଟ ଦିଆଯାଇଛି ପିଲାମାନେ, ଏହି 6ଟି ପଏଣ୍ଟକୁ ହିଁ ତୁମେ ତୁମର ଉତ୍ତର ଖାତାରେ ଲେଖିବ। ପ୍ରଥମେ ଲେଖିବ ପିଲାମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କାହିଁକି କରାଗଲା? ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ତାତ୍ପର୍ଯ୍ୟ କ'ଣ? ଓଡ଼ିଶାରେ ଆଇନ ଅମାନ୍ୟ ହେବା ଫଳରେ ତା'ର ଫଳାଫଳ କ'ଣ ଆସିଥିଲା? ଏମିତି କରି ପିଲାମାନେ 8ରୁ 10ଟି ସେଣ୍ଟେନ୍ସ ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ ଲେଖିବ। ଏହା ଏକ ଉପକ୍ରମ ହେବ ପିଲାମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ। ତାପରେ ପିଲାମାନେ ଲେଖିବ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ। ତାପରେ ଲେଖିବ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ବିଷୟରେ। ତାପରେ ଲେଖିବ ପିଲାମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ବିସ୍ତାର କିପରି ହେଲା, ଓଡ଼ିଶାର କେଉଁ କେଉଁ ଜିଲ୍ଲାକୁ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ବିସ୍ତାରିତ ହୋଇଥିଲା ତାରି ବିଷୟରେ ଲେଖିବ। ତାପରେ ପିଲାମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦମନ ବିଷୟରେ ଲେଖିବ, ଯେ ପ୍ରକୃତରେ ଇଂରେଜମାନେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନକୁ କିପରି ଦମନ କଲେ ତାର ବିଷୟରେ ଲେଖିବାର ଅଛି। ଏବଂ ପରିଶେଷରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଲେଖି ତୁମେ ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଏବଂ ଏଠି ଯେଉଁ 6ଟି ପଏଣ୍ଟ ଦିଆଯାଇଛି ପିଲାମାନେ, ଏହି 6ଟି ପଏଣ୍ଟକୁ ଲେଖିକି ଯଦି ତୁମେ ତୁମର ଉତ୍ତରକୁ ସମ୍ପୂର୍ଣ୍ଣ କରିବ, ତାହେଲେ ତୁମର ଉତ୍ତରଟି ବହୁତ ସୁନ୍ଦର ଦେଖାଯିବ। ପିଲାମାନେ, ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓରେ ଆଜି ଆମେ ଜାଣିବା ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ। ତା ସହିତ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ତାରି ବିଷୟରେ ଜାଣିବା। ତା ସହିତ ଓଡ଼ିଶାରେ ଯେଉଁ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ କରାଯାଇଥିଲା ତାରି ବିଷୟରେ ଜାଣିବା। ଏବଂ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ବିସ୍ତାର ବିଷୟରେ ଜାଣିବା। ଇଂରେଜମାନେ କେମିତି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିଥିଲେ ତାରି ବିଷୟରେ ଜାଣିବା। ତା ସହିତ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଗୁଡ଼ିକ କ'ଣ କ'ଣ ଥିଲା ଆମେ ଦ୍ୱିତୀୟ ଭାଗ ଭିଡ଼ିଓରେ ଜାଣିବା। ତ ଚାଲ ପିଲାମାନେ, ଆଜି ଆମେ ଆରମ୍ଭ କରିବା ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓଟିକୁ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ବର୍ତ୍ତମାନର ବାଲେଶ୍ୱର ଜିଲ୍ଲାଠାରେ ହିଁ ଗ୍ରହଣ କରାଯାଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ନେଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି 1930 ମସିହା ମାର୍ଚ୍ଚ 16 ତାରିଖରେ ନିଆଯାଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବାଲେଶ୍ୱରଠାରେ ବସିଥିଲା। ଏବଂ ସେହି ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକରେ 1930 ମସିହା ମାର୍ଚ୍ଚ 16 ତାରିଖ ଦିନ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଗୋପବନ୍ଧୁ ଚୌଧୁରୀ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଗୋପବନ୍ଧୁ ଚୌଧୁରୀଙ୍କ ଫଟୋ ଚିତ୍ର। ଏହି ଗୋପବନ୍ଧୁ ଚୌଧୁରୀ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଓଡ଼ିଶାରେ
ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ସକ୍ରିୟ ହୋଇଥିଲା ବାଲେଶ୍ୱର ଜିଲ୍ଲାରେ, ପୁରୀ ଜିଲ୍ଲାରେ ଏବଂ ଗଞ୍ଜାମ ଜିଲ୍ଲାରେ। ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ସକ୍ରିୟ ହୋଇଥିଲା। ତା ସହିତ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ପୁରୀ ଜିଲ୍ଲାର କାକଟପୁରଠାରେ ସକ୍ରିୟ ହୋଇଥିଲା। ତା ସହିତ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ସକ୍ରିୟ ହୋଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଓଡ଼ିଶାର ଆନ୍ଦୋଳନକାରୀ ବା ସତ୍ୟାଗ୍ରହୀମାନେ ଓଡ଼ିଶାରେ ବିଭିନ୍ନ ବିଭାଗ ଗଠନ କରିଥିଲେ, ଯେମିତିକି ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ ଓ ସମ୍ବଲପୁର ବାହିନୀ। ସତ୍ୟାଗ୍ରହୀମାନେ ଏହି ସମସ୍ତ ବିଭାଗ ଗୁଡ଼ିକ ଗଠନ କରିଥିଲେ ଏବଂ ଏହି ବିଭାଗ ଗୁଡ଼ିକ ମାଧ୍ୟମରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ ଯେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ଗୋପବନ୍ଧୁ ଚୌଧୁରୀ। ଏଠି ଯେଉଁ ଫଟୋଚିତ୍ର ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ଗୋପବନ୍ଧୁ ଚୌଧୁରୀଙ୍କ ଫଟୋଚିତ୍ର। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ ନିମ୍ନରେ ଦିଆଯାଇଛି। ଦେଖ ପିଲାମାନେ, ଇଂରେଜ ପୋଲିସ ବାହିନୀକୁ ସାମାଜିକ ବହିଷ୍କାର କରିବା। ଓଡ଼ିଶାରେ ଇଂରେଜ ପୋଲିସ ବାହିନୀକୁ ସାମାଜିକ ବହିଷ୍କାର କରିବା। ଓଡ଼ିଶାରେ ଚୌକିଦାରୀ କର ନ ଦେବା। ପୂର୍ବରୁ ଓଡ଼ିଶାରୁ ଚୌକିଦାରୀ କର ଦିଆଯାଉଥିଲା, କିନ୍ତୁ ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ କାର୍ଯ୍ୟ ସ୍ଥିର କରାଯାଇଥିଲା ଯେ ଓଡ଼ିଶାରେ ଚୌକିଦାରୀ କର ଦିଆଯିବ ନାହିଁ। ତା ସହିତ ଓଡ଼ିଶାରେ ନିଶା ନିବାରଣ କରାଯିବା ପାଇଁ ମଧ୍ୟ ଏହି ଆଇନ ଅମାନ୍ୟ ଆନ୍ଦୋଳନରେ କାର୍ଯ୍ୟ ସ୍ଥିର କରାଯାଇଥିଲା। ମହାତ୍ମା ଗାନ୍ଧୀ ଯେଉଁ ଭାରତରେ ହରିଜନ ଆନ୍ଦୋଳନ ଆରମ୍ଭ କରିଥିଲେ, ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ହରିଜନ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଓଡ଼ିଶାବାସୀଙ୍କୁ କୁହାଯାଇଥିଲା। ତା ସହିତ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ଲବଣ ଆଇନ ବିରୋଧ କରିବା ପାଇଁ ମଧ୍ୟ କାର୍ଯ୍ୟ ସ୍ଥିର କରାଯାଇଥିଲା। ଓଡ଼ିଶାରେ ବିଦେଶୀ ବସ୍ତ୍ରର ବର୍ଜନ କରିବା ପାଇଁ ମଧ୍ୟ କାର୍ଯ୍ୟ ସ୍ଥିର କରାଯାଇଥିଲା। ଇଂରେଜମାନଙ୍କ ଦ୍ୱାରା ଯାହା ବି ସରକାରୀ ଅନୁଷ୍ଠାନ ତିଆରି କରାଯାଇଥିଲା, ତା ସହିତ ସେହି ସରକାରୀ ଅନୁଷ୍ଠାନରେ ଯେଉଁ ଓଡ଼ିଆ ଲୋକମାନେ କାମ କରୁଥିଲେ, ସେହି ଲୋକମାନଙ୍କୁ ଇଂରେଜ ସରକାରୀ ଅନୁଷ୍ଠାନ ଗୁଡ଼ିକ ତ୍ୟାଗ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା। ତା ସହିତ ଓଡ଼ିଶାରେ ଖଦୀର ପ୍ରସାର କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଥିଲା ଏବଂ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମୀଣ ପଞ୍ଚାୟତର ଗଠନ କରାଯାଇଥିଲା। ପିଲାମାନେ, ଏଠି ଯେଉଁ ପଏଣ୍ଟ ଗୁଡ଼ାକ ଦେଖୁଛ, ଏହି ସମସ୍ତ ହେଉଛି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ। ଏବଂ ଓଡ଼ିଶାରେ ଯେତେବେଳେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହେଲା, ଓଡ଼ିଶାବାସୀ ଏହି ସମସ୍ତ କାର୍ଯ୍ୟ ଗୁଡ଼ିକ କରିଥିଲେ ଏବଂ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନକୁ ସଫଳ କରିବାରେ ସହାୟକ ହୋଇଥିଲେ। ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ। ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଭାରତରେ ଦାଣ୍ଡି ଲବଣ ସତ୍ୟାଗ୍ରହ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦାଣ୍ଡି ପରେ ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଓଡ଼ିଶାରେ ଲବଣ ଆଇନ ଭଙ୍ଗ କରିବା ପାଇଁ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ି
ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ 1930 ମସିହା ଏପ୍ରିଲ 6 ତାରିଖ। ଓଡ଼ିଶାରେ ଲବଣ ଆଇନ ଭଙ୍ଗ କରିବା ପାଇଁ ଇଞ୍ଚୁଡ଼ି ଅଭିମୁଖେ 21 ଜଣ ସତ୍ୟାଗ୍ରହୀ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ଏହି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ଦାସ। ଓଡ଼ିଶାରେ ସତ୍ୟାଗ୍ରହୀମାନେ ଲବଣ ଆଇନ ଭଙ୍ଗ କରିବା ପାଇଁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ କଟକର ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ। ଏଠି ଯେଉଁ ଫଟୋ ଚିତ୍ର ଦିଆଯାଇଛି ପିଲାମାନେ, ଏହି ଫଟୋ ଚିତ୍ରକୁ ଦେଖ। ଏଇଠି କଟକକୁ ଦର୍ଶାଇ ଦିଆଯାଇଛି, ତା ସହିତ ଏଇଠି ବାଲେଶ୍ୱରକୁ ମଧ୍ୟ ଦର୍ଶାଇ ଦିଆଯାଇଛି। କଟକରୁ ଓଡ଼ିଶାର ସତ୍ୟାଗ୍ରହୀମାନେ ବାଲେଶ୍ୱରର ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା କରିଥିଲେ ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଲବଣ ଆଇନ ଭଙ୍ଗ କରିବା ପାଇଁ। ସତ୍ୟାଗ୍ରହୀମାନେ କଟକର ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଇଂରେଜମାନେ ଗିରଫ କଲେ ଚାନ୍ଦୋଲଠାରେ। ଏବଂ ଚାନ୍ଦୋଲ କେଉଁଠି ଅଛି ଦେଖ ପିଲାମାନେ, ଚାନ୍ଦୋଲ କଟକଠାରେ ହିଁ ଅବସ୍ଥିତ। ଗୋପବନ୍ଧୁ ଚୌଧୁରୀଙ୍କୁ ଇଂରେଜମାନେ ଚାନ୍ଦୋଲଠାରେ ହିଁ ଗିରଫ କଲେ। କେବେ ଗିରଫ କଲେ? 1930 ମସିହା ଏପ୍ରିଲ 8 ତାରିଖ। ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ଦାସ ଏହି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଯେହେତୁ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା ଇଂରେଜମାନଙ୍କ ଦ୍ୱାରା ଚାନ୍ଦୋଲଠାରେ 1930 ମସିହା ଏପ୍ରିଲ 8 ତାରିଖରେ, ତେଣୁକରି ଆଚାର୍ଯ୍ୟ ହରିହର ଦାସ ଏହି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ନେତୃତ୍ୱ ନେବା ପାଇଁ ଆଗେଇ ଆସିଥିଲେ ଆଚାର୍ଯ୍ୟ ହରିହର ଦାସ। ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ 1930 ମସିହା ଏପ୍ରିଲ 12 ତାରିଖରେ। ଯେତେବେଳେ ସତ୍ୟାଗ୍ରହୀମାନେ କଟକର ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା କରୁଥିଲେ, ସେହି ସମୟରେ ଓଡ଼ିଶାର ଅନେକ ନାରୀମାନେ ଏହି ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ। ଯେମିତି ପିଲାମାନେ ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜହ୍ନବୀ ଦେବୀ, ସୁଭଦ୍ରା ଦେବୀ ଇତ୍ୟାଦି। ଏମାନେ ଏହି ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ। ସତ୍ୟାଗ୍ରହୀମାନେ ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ଇଞ୍ଚୁଡ଼ିରେ ପହଞ୍ଚିବା ପରେ ଲବଣ ଆଇନ ଭଙ୍ଗ କଲେ 1930 ମସିହା ଏପ୍ରିଲ 13 ତାରିଖ। ଓଡ଼ିଶାର ସତ୍ୟାଗ୍ରହୀମାନେ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ଲବଣ ଆଇନ ଭଙ୍ଗ କରି ସାରିବା ପରେ ଇଞ୍ଚୁଡ଼ିଠାରେ ଗିରଫ ହେଲେ ଆଚାର୍ଯ୍ୟ ହରିହର ଦାସ ସହିତ ଆହୁରି 7 ଜଣ ସତ୍ୟାଗ୍ରହୀ। ତାପରେ ଏହି ଲବଣ ସତ୍ୟାଗ୍ରହର ଦାୟିତ୍ୱ ଆଗେଇ ନେଇଥିଲେ ରମାଦେବୀ ଏବଂ ମାଳତୀ ଦେବୀ। ଏହି ରମାଦେବୀ ଏବଂ ମାଳତୀ ଦେବୀ ମଧ୍ୟ ଲବଣ ଆଇନ ଭଙ୍ଗ କଲେ 1930 ମସିହା ଏପ୍ରିଲ 20 ତାରିଖ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଓଡ଼ିଶାର ମାନଚିତ୍ର। ଏହି ଓଡ଼ିଶାର ମାନଚିତ୍ରରେ କଟକ ଏବଂ ବାଲେଶ୍ୱରକୁ ଦର୍ଶାଇ ଦିଆଯାଇଛି। ଏହି କଟକଠାରେ ହିଁ ସ୍ୱରାଜ ଆଶ୍ରମ ଅବସ୍ଥିତ ଏବଂ ବାଲେଶ୍ୱରଠାରେ ହିଁ ଇଞ୍ଚୁଡ଼ି ଅବସ୍ଥିତ। କଟକର ସ୍ୱରାଜ ଆଶ୍ରମରୁ ବାଲେଶ୍ୱର ଅଭିମୁଖେ ସତ୍ୟାଗ୍ରହୀମାନେ ଲବଣ ଆଇନ ଭଙ୍ଗ କରିବା ପାଇଁ ପଦଯାତ୍ରା କରିଥିଲେ।
ଏହି ଘଟଣାଟିକୁ ଏଠାରେ ଦର୍ଶାଇ ଦିଆଯାଇଛି।